ଆଖିରୁ ଲୁହ ଚାରି ବୁନ୍ଦା ଗଡି ପଡିଲା ସତ୍ୟାବତୀ। କଲା କଣ କଲା ଇଏ? ମୁଁ ଏଇ ସ୍ୱାମୀ ବୋଲି ଭାବିଥିଲି, ଆ ସ୍ତ୍ରୀ ହେବି ବୋଲି। ୟା ବାପା ବୁଢା ରାଜା ଶାନ୍ତନୁର ମୁଁ ସ୍ତ୍ରୀ ହେବି। ଗର୍ଜି ଉଠି ଭୀଷ୍ମ ଉତ୍ତର ଦେଲେ, ଦେବବ୍ରତ ସେତେବେଳେ ଯାଇବି ଭୀଷ୍ମ ହେଇନି, ସେତେବେଳେ ଯାଇ ଭୀଷ୍ମ ହେଇନି। ଜଣେ ଏମଏଲଏ ସିଟ୍ ରେ ଜିତିଲେ ଯାଇକି ଏମଏଲଏ ହବ ନା। ବାକ୍ସ ଭିତରେ ଭୋଟ ଥିଲେ, ଯେମିତି ଆମ ସୁର ରାଉତରାୟ କହିଲା, ମାଡି ଚାଲ, ମୋ ପୁଅ ଅଛି ଆଉ ଭୁବନେଶ୍ୱରରେ ଭୋଟ ଗଣିଲେ ଗାଡି ଅଣ୍ଡାକୁ ଫୁସୁରୁ ଏଟା ଗୋଟେ ଗୋଟେ ବାଇଆ ନୁହଁ ଓଡିଶାରେ। ଆରେ କିଏ କହିବ? ପାଲା 4 ଦିନ ହବ। ନୃସିଂହତା ଜିତିବ ନା ସୋନା ଦାସ ଜିତିବ, ଏଟା କିଏ କହିବ? କର୍ମ ବଳରେ ଜଣା ପଡିବ ରେଜଲ୍ଟ ଟା ଶେଷ ଦିନେ। ସୁର ରାଉତ କହୁଛି ମୋ ପୁଅ ଜିତିକି ବଇଛି, ପୁଅ ଜିତେଇଲୁନି ପୁଅକୁ, ଯୋଡ଼ାକ ଯାକ ପୁଅ ହାରିକି ବସିବ। ଏ ଝିଅ ମନେ ମନେ ଭାବୁଛି ମୁଁ ଭୀଷ୍ମକୁ ବାହା ହେଇଥାନ୍ତି, ୟା ବୁପାକୁ ବାହାବି, ବୁଢାଟାକୁ ବାହା ପଡିଗଲେ ପାଦ ତଳେ ଦେବବ୍ରତ। ଭୀଷ୍ମ ମୋ ବାପାଟା ମରିଯିବ, ମୋ ବାପାକୁ ସାହାଯ୍ୟ କର ତମେ ମା। ନାକି କହିବି ଭୂପତି, ଇଏ କହିଲେ ପଡିବ, ଇଏ ବଜ୍ର ଶକ୍ତି, କି କହିବି ଭୂପତି, କହିଲେ ପଡିବ ବଜ୍ର ଶକ୍ତି, କି କହିବି ଭୂପତି। ରାଜପୁତ୍ର ମୁଁ ବାହା ହେଇପାରିବିନି ନା ମା, ମୁଁ ମରୁଛି ନା। ଯଦି ବାହା ହେବି ତୋ ବାପାକୁ, ତୁ ତ ତୋ ବାପାର ବଡ ପୁଅ, ତୋ ବାହାଘର ବୟସ ମୋ ବାହାଘର ବୟସଠୁ ବଡ, ତୁ ତ ମତେ ବାହା ହେବା କଥା। ଯଦି ତୋ ବାପାକୁ ମୁଁ ବାହାବି, ତୁ ହାତ ଟେକିଦେଲେ ଭୀଷ୍ମ କହିଲେ ମା ଏଇ କଥା ଭାବୁଛୁ? କହିଲା ଚିରଜୀବନ ଜନନୀ କରୁଛି ନିୟମ, ଜନନୀ କରୁଛି ବିଭା ହେବି ନାହିଁ ବ୍ରହ୍ମଚର୍ଯ୍ୟ ଯେ କାରଣ, ବିଭା ହେବି ନାହିଁ ବ୍ରହ୍ମଚର୍ଯ୍ୟ ମୋ କାରଣ। ମା ନିୟମ କରୁଛି, ବାହା ହେବି ନାହିଁ। ଦୁଇରେ ସୁତ ବୋଲେ ପୁତ୍ର, ବୋଲା ବିବାହ ହେଲେ ଜନନୀ ଲୋ ପୁତ୍ର ସିନା ହେବ, ପୁତ୍ର ସିନା ହେବ, ବିବାହ ହେବି ନାହିଁ କାହୁ ପୁତ୍ର ସମ୍ଭବିବ, ପୁତ୍ର ସମ୍ଭବିବ, ପୁତ୍ର ସମ୍ଭବିବ, ପୁତ୍ର ସମ୍ଭବିବ, ପୁତ୍ର ସମ୍ଭବିବ। ପ୍ରଭୁ କଲ୍ୟାଣ କରନ୍ତୁ, ମଙ୍ଗଳ। କହିଲା ଜୀବନରେ ବାହା ହେବିନି। ସେଇଦିନ ଠାରୁ ଦେବବ୍ରତ ନାଁଟା କଟିଗଲା। ସେଇଦିନୁ ଦେବବ୍ରତ ନାମ କଟିଗଲା। ଦେବବ୍ରତ
ଭାରତରୁ ଯେ ନାମ ଭୀଷ୍ମ ତାର ହେଲା ଭୀଷ୍ମ ତାର ହେଲା ଭୀଷ୍ମ ତାର ହେଲା ଭୀଷ୍ମ ତାର ହେଲା ସେଇଦିନ ନା ହେଲା ଭୀଷ୍ମ ଶୋଇଛି ସରସ୍ୱତୀରେ କିଏ ଭୀଷ୍ମ ମନେ ମନେ ଭାବୁଛି 8ଟା ନାରୀ ମୋ ବଂଶ ବୁଡେଇ ଦେଲେ जोड़िए नारी बोले आगे अच्छा एक रे गंगा दुई रे हला सत्यावती सत्यावती गंगा छाड़िला शांतनु को बोली सत्यावती पछरे गोड़ेला के ना शांतनु गोड़ेला बोली से ता पुओ को नियम दला जीवन रे बाहा हबनी कि पिला छुआ जन्म करि परिबनी अच्छा वंश बुड़ेबार कारण हेलानी गले जोड़िए 3 नंबर रे आउ 3टा झियो आइले अच्छा भीष्म सोईची सरस्वती मने मने भाबुची जो दिन काशी राज्य रे काशीराज कन्यांकर विवाह पई स्वयंवर हला सेई दिन मु जाईची काशी राज्य भीष्म भाबुछंती मते देखि कि जेते राजा पिला थिले प्राण विकल रे सब छी छा करी कि छाड़ी कि चली गले 3टा जाक झियो को धरिली अद्भुत सुंदरी 3टा झियो कौन करी रमेश भाई डर लगुच गाइबा कलारे कोटिला बन्यगु ये हरि हरि मुखी ये बिहरी छिवाला तळगु हम तो जोड़ी है कि सोनादा सुनता गाऊ सुनते आंको भीतर ये जो 10-12 जन जाक अच्छु गोटे लोक होची या भलिया मनीषटे मिलियोनी बुढ़ा हेलानी तथापि कलर करी आस अरे छुट्टी तो धोला हेले तो बस गलानी तो लोक मौसा डाकी कौन भाई डाकी तो पुओ जाऊ जदि बस रे जाऊ जान न पारे से डाकी दो धुरु भाई टिके सुनिलु पछपटुआ अरे छुट्टीटा जदि धोला तो जाल तो पुओ किछि नले बुपानटा गुगवार मौसा कोन जाउछ छुट्टी कोला करी जाउ एथरो सोई दबु बसा करे कोंची आनी कि काटी देबी तू हां किछि नाही मो धुंडु भाई ना भलो तोर तो छुट्टी नाही आ तोरो की हाथ मारियो औ वाह वाह वाह
ତିନିଟା ଝିଅ ହେଲେ ଅମ୍ବା, ଅମ୍ବିକା, ଅମ୍ବାଳିକା। ଏ ତିନିଟା ଝିଅରୁ ଅମ୍ବିକା ଆଉ ଅମ୍ବାଳିକାଙ୍କୁ ବାହାରିଲେ କିଏ? ନା ଶାନ୍ତନୁର ଦିଟା ପୁଅ ଚିତ୍ରାଙ୍ଗଦ ଆଉ ବିଚିତ୍ର ବୀର୍ଯ୍ୟ। ଆଉ ରହିଗଲା ଗୋଟିଏ ଅମ୍ବା, ସିଏ ମାତ୍ର ବାହା ହେଇ ପାରିଲା ନାହିଁ। କାହିଁକି? ନା ଶିଶୁପାଳ ଭାଇ ସାଲୁକୁ ଯେ ଭଲ ପାଉଥିଲା, ତା ସାଙ୍ଗେ ପ୍ରେମରେ 3 ମାସ ଗର୍ଭ ହୋଇଥିଲା। ଅମ୍ବା ବାହା ହେଇ ପାରିଲାନି, ଅମ୍ବା ମନା କଲା ମୁଁ ବାହା ହେବିନି। ଶିଶୁପାଳ ଭାଇ ସାଲୁକୁ ଭଲ ପାଇକି 3 ମାସ ପ୍ରେଗନେଣ୍ଟ ସେ ବାହା ହବ କେମିତି? ବ୍ୟାସଦେବଙ୍କ ଆଦେଶରେ ଭୀଷ୍ମ ଛାଡିଦେଲେ କାହାକୁ? ଅମ୍ବାକୁ। ଅମ୍ବା ଗଲା, କିନ୍ତୁ ସାଲୁଅ କହିଲା ଆଉ ତୋତେ ଗ୍ରହଣ କରିବା ନଟ। ତୁ ବାହା ହେବା ପୂର୍ବରୁ ମତେ ଦେହ ଦାନ କରିଛୁ, ତତେ ଭୀଷ୍ମ ନେଇଛି ମାନେ ସେ କଣ ଛାଡିଦବ? ସେ କାହିଁକି ତୋ ଦେହ ସହିତ ଖେଳ ଖେଳି ନଥବ? ମୁଁ ତତେ ଆଉ ଗ୍ରହଣ କରିବା ନଟ। ଶେଷରେ ଅମ୍ବା ଆଉ କଣ କରିବ? ପରଶୁରାମ ପାଖକୁ ଗଲା, ଭୀଷ୍ମ ଗୁରୁ ପାଖକୁ। ଭୀଷ୍ମ କଥା, ଏ ପରଶୁରାମ କଥା ବି ଭୀଷ୍ମ ଶୁଣିଲେନି। ଶେଷରେ ଅମ୍ବା ଅଗ୍ନିରେ ପଡ଼ିଲ, ନିଜ ପ୍ରାଣ ବି ସରଜିଲା। ଅଗ୍ନିରେ ପଡ଼ିଲ, ନାମ ତାର ଶ୍ରୀଖଣ୍ଡୀ ହୋଇଲା। ଅମ୍ବା ପ୍ରାଣ ବିସର୍ଜନ କଲା, ନାଁଟା ହେଲା ଶ୍ରୀଖଣ୍ଡୀ। ପର ଜନ୍ମରେ ତାରି ଯୋଗୁ ଭୀଷ୍ମ ସରଶଯ୍ୟାରେ ମରିବାକୁ ଗଲା। ଆଉ ପୁରାଣରେ କେହି ଗାୟକ କହନ୍ତି, ଭୀଷ୍ମ ଯାଉଥିଲା, ସାପଟେ ବାଟରେ ପଡୁଥିଲା, ଶୂଳରେ ଫୋପାଡ଼ି ଦେଲା, ସେ କଣ୍ଟା ଉପରେ ପଡିଗଲା, ଅଭିଶାପ ଦେଲା, 84ଟା କଣ୍ଟା ପଶିଗଲା। ଉପଯୁକ୍ତ ପ୍ରମାଣ, ଉପଯୁକ୍ତ ପୁରାଣକୁ ଅନେଇକି ଯାହା କହିବା କଥା କହିବ। ମୁଁ ଜାଣିଛି ସୋନାଦାସ ପେଟରେ କେତେ ବାରୁଦ। 15 ବର୍ଷ ହେଲା ଯୋଡି ହେଇକି ଗାଉଛି, ମୁଁ ଜାଣିନି କଣ କେତେ ଅଛି ପେଟରେ। ରାତି ଜାଗାଲି ଆଉ ନମ୍ବେଇ ଦେବି। ନମ୍ବେଇ ଦବ କଣ? ଏଇଟା ଚଉଡା ମ୍ୟାପ ହେଇଛି, ନମ୍ବେଇ ଦବ। ଆରେ ଯୋଉ ତାଳ, ଯୋଉ ଲୟ, ଯୋଉ ମାତ୍ରାର ସ୍ୱର ଗୀତ ଯେତିକି, ତମେ ସେତିକି ନମ୍ବେଇବ। ଆଉ କଣ ତମେ କହୁଛ ବେଶୀ ନମ୍ବେଇ ଦବ? ଆଚ୍ଛା ନମ୍ବେଇ ଆଜି ଯାକେ ତ କିଛି ପାଇଲନି। ମୁଁ ପରଦିନ ଅବିଭକ୍ତ ପୁରୀ ଜିଲ୍ଲା, ମତେ ଗାୟକ ସ୍ୱର ସମ୍ରାଟ ଉପାଧି ଦେଇଛି। ତମେ ହଉନ ସ୍ୱର ସମ୍ରାଟ। ତମେ ଜଗତ ଭିତରେ ଗୋଟିଏ ସମ୍ରାଟ ହବ, ମୁଁ ତମକୁ କହିଦେଇକି ଯାଉଛି। ଆଶୀର୍ବାଦ କରିବିନି ତ ସାନ ଭାଇ, ମୁଁ ତମେ ବଡ ଭାଇ। ପ୍ରଭୁ କରିଥାନ୍ତୁ ତମେ ଜୀବନରେ ସେମିତି ମାଇଚିଆ ସମ୍ରାଟ ହେଇକି ତମେ ଅଣ୍ଡ୍ରି ପୁଅ ସମ୍ରାଟ ହେଇପାରିବନି। ଏଇ ବବି, ରବି, লিলি, ଟୁଲି, ସୁଲି, କିଲି, ଚିଲି ଯୋଉ ଝିଅ ପିଲା ଅଛନ୍ତି, এইମାନଙ୍କ ଆଗରେ ସୋନାଦାସ ସମ୍ରାଟ ହଉ, ପ୍ରଭୁ ମଙ୍ଗଳ କରନ୍ତୁ। ଆଉ ବୁଲଦିନ ଜନ ସିଂହ ଶରଣ ରକ୍ଷଣ ମହାବାହୁ, ବୁଲଦିନ ଜନ ସିଂହ ଶରଣ ରକ୍ଷଣ ମହାବାହୁ, ଆନନ୍ଦ ସାଗରେ ପୀର ଦରବାରେ। ହସୁଛୁ କଣ ମତେ ଉଢା? ସାବାଡ କରିଦେଇକି ଛାଡିଦେବି ତୋ ସାଙ୍ଗ। ଆନନ୍ଦ ସାଗରେ ପୀର ଦରବାର। ତୁ ଭାବୁଛୁ ଅଣ୍ଟାଟା ଭାଙ୍ଗି ଯାଇଛି ବୋଲି, ଏଇ ବେଲଟା ଲଗେଇଛି ବୋଲି? ସାବାଡ କରିଦେବି। ଆନନ୍ଦ ସାଗରେ ପୀର ଦରବାରେ ସର୍ବେ ହରିବୋଲ କରତାଳି ହୁଳ ହୁଳି ଦିଅନ୍ତୁ, ଏ ବିଶ୍ୱ ଦୁଃଖ ଯାଉ। ପ୍ରଭୁ କଲ୍ୟାଣ କରନ୍ତୁ, ମଙ୍ଗଳ ହଉ, ପରିବାରର କଲ୍ୟାଣ, ସର୍ବାରିଷ୍ଟ
ସନ୍ତୁ ଜଗନ୍ନାଥ